ଏହି ପ୍ରସଙ୍ଗକୁ ଆରମ୍ଭ କରିବା ପୂର୍ବରୁ ମୁଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ହେଇପାରେ ଆପଣମାନେ ଯେଉଁମାନେ କି ଯୀଶୁଙ୍କୁ ବିଶ୍ୱାସ କରନ୍ତି ନାହିଁ, ଅନେକ ଭାଇ ଭଉଣୀମାନେ ଆମର ଭିଡ଼ିଓକୁ ଦେଖୁଛନ୍ତି। ମୁଁ ସେମାନଙ୍କୁ କହିବା ପାଇଁ ଚାହେଁ, ଆମେ ଯେଉଁ ସବୁ ଭିଡ଼ିଓ ଗୁଡ଼ିକ ପ୍ରସଙ୍ଗ ଗୁଡ଼ିକ ପ୍ରସ୍ତୁତ କରୁଛୁ, ଏହା କେବଳ ଆମ ଖ୍ରୀଷ୍ଟିଆନ ସମାଜର ଭାଇ ଭଉଣୀମାନଙ୍କ ନିମନ୍ତେ ଅଟେ। ସେମାନଙ୍କୁ ପରମେଶ୍ୱରଙ୍କ ବାକ୍ୟରୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ମେଘମାଳରେ ଶୀଘ୍ର ଆସିବେ, ତାହାଙ୍କର ଗୌରବମୟ ଆଗମନ ନିମନ୍ତେ ପ୍ରସ୍ତୁତ କରିବା ନିମନ୍ତେ ଆମେ ଏହିସବୁ ଭିଡ଼ିଓ ପ୍ରସଙ୍ଗ ଗୁଡ଼ିକ ଆମେ ପ୍ରସ୍ତୁତ କରୁଛୁ। ଆମର ଏହି ଭିଡ଼ିଓ ଦ୍ୱାରା ଆମେ କହିବାର କଥା ଦ୍ୱାରା କୌଣସି ଧର୍ମକୁ ଆଲୋଚନା କରିବା, କାହାର ବିଶ୍ୱାସକୁ ଆଘାତ କରିବା, କୌଣସି ଧର୍ମକୁ ନିଚ ଦେଖାଇବା ଆମମାନଙ୍କର ବିଲକୁଲ ଉଦ୍ଦେଶ୍ୟ ନୁହେଁ। ଯଦି ଯେଉଁମାନେ ଏହି ଭିଡ଼ିଓ ଦେଖିବା ଦ୍ୱାରା, ଆମର ଏହି ପ୍ରସଙ୍ଗ ଭିଡ଼ିଓ ଗୁଡ଼ିକ ଦେଖିବା ଦ୍ୱାରା ଯଦି ଆପଣମାନଙ୍କର ବିଶ୍ୱାସ ଧର୍ମ ପ୍ରତି ଆପଣଙ୍କୁ ଆଘାତ ଲାଗୁଛି, ତାହେଲେ ଆପଣମାନେ ଦୟାକରି ଏହି ଭିଡ଼ିଓ ଗୁଡ଼ିକ ଆପଣମାନେ ଦେଖନ୍ତୁ ନାହିଁ। ଆମେ ଯେଉଁ ଭିଡ଼ିଓ ପ୍ରସଙ୍ଗ ଗୁଡ଼ିକ ଆମେ ତିଆରି କରୁଛୁ, କେବଳ ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କୁ ସୁଶିକ୍ଷିତ କରିବା ପାଇଁ, ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଆମେ ଏହି ଭିଡ଼ିଓ ଗୁଡ଼ିକ ପ୍ରସ୍ତୁତ କରୁଛୁ। ପ୍ରଭୁଙ୍କ ନାମର ଗୌରବ ହଉ। ଆସନ୍ତୁ ଆମେ ଆଜିର ପ୍ରସଙ୍ଗରେ ଆଗକୁ ବଢ଼ିବା। ଆଜିର ପ୍ରସଙ୍ଗର ଶୀର୍ଷକ ହେଲା, ଯାହା ମୁଁ ଆପଣମାନଙ୍କୁ ପ୍ରଥମରେ କହିଲି, ଯେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଦେବପ୍ରସାଦ ଭୋଜନ କରିବା ଉଚିତ କି? ଏହି ପ୍ରସଙ୍ଗରେ ପରମେଶ୍ୱରଙ୍କ ବାକ୍ୟ ଆମ୍ଭମାନଙ୍କୁ କ'ଣ କହେ? ଅଳ୍ପ ସମୟ ଆମେ ପ୍ରଭୁଙ୍କ ବାକ୍ୟରୁ ଆମେ ଧ୍ୟାନ କରିବା। ଆସନ୍ତୁ ସିଧାସଳଖ ମୋ ସହିତ ଆପଣମାନେ ସାଧୁ ପାଉଲଙ୍କ ପ୍ରଥମ ପତ୍ର କରନ୍ତୀୟ ମଣ୍ଡଳୀ ନିକଟକୁ, ପ୍ରଥମ କରନ୍ତୀୟ ଆପଣମାନେ 10 ଅଧ୍ୟାୟକୁ ଆସିବେ। ପ୍ରଥମ କରନ୍ତୀୟ 10 ଅଧ୍ୟାୟ 18 ପଦରୁ 20 ପଦ ପର୍ଯ୍ୟନ୍ତ ମୁଁ ଆପଣମାନଙ୍କ ନିକଟରେ ପାଠ କରିବା ପାଇଁ ଚାହେଁ। ଏଠାରେ ପ୍ରକାର ଲେଖାଯାଏ, ଶାରୀରିକ ଇଚ୍ଛାନୁସାରେ ଯେଉଁମାନେ ଇସ୍ରାଏଲ ଲୋକ, ସେମାନଙ୍କୁ ଦେଖ। ଯେଉଁମାନେ ବଳି ମାଂସ ଭୋଜନ କରନ୍ତି, ସେମାନେ କି ବେଦୀର ସହଭାଗୀ ନୁହନ୍ତି? 19 ପଦ, ତେବେ ଦେବପ୍ରସାଦ ବୋଲି ଯେ କିଛି ଅଛି, ବା ପ୍ରତିମା ବୋଲି ଯେ କିଛି ଅଛି, ଏହା କି ମୁଁ କହୁଅଛି? 20 ପଦ, ନା, କିନ୍ତୁ ମୁଁ କହୁଅଛି ଯେ ଯାହା ଯାହା ସେମାନେ ବଳି ରୂପେ ଉତ୍ସର୍ଗ କରନ୍ତି, ସେ ସବୁ ସେମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ନ କରି ଭୂତମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତି। ଆଉ ତୁମ୍ଭେମାନେ ଯେ ଭୂତମାନଙ୍କ ସହଭାଗୀ ହୁଅ, ଏହା ମୋହର ଇଚ୍ଛା ନୁହେଁ। ଖ୍ରୀଷ୍ଟରେ ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ବାକ୍ୟ ସ୍ପଷ୍ଟ ଭାବରେ ଆମମାନଙ୍କୁ କହେ ଯେ ସାଧୁ ପାଉଲ କରନ୍ତୀୟ ମଣ୍ଡଳୀ ନିକଟକୁ ସେ ଏହି ବାକ୍ୟ ଲେଖି ସେ ସଚେତନ କରୁଛନ୍ତି, ଉତ୍ସାହିତ କରୁଛନ୍ତି। ସେ କହୁଛନ୍ତି ଯେ ଯେଉଁମାନେ ବଳି ମାଂସ ଭୋଜନ କରନ୍ତି, ସେମାନେ ସେହି ବେଦୀର ବା ସେହି ଭୂତ ଆତ୍ମାର ଅଂଶୀ ସେମାନେ ହୋଇଯାଆନ୍ତି। ପ୍ରିୟ ଭାଇ ଭଉଣୀମାନେ, ଆମ ଭାରତରେ ହେଉ କିମ୍ବା ଭାରତ ବାହାରେ ହେଉ, ଓଡ଼ିଶାରେ ହେଉ, ଯେତେବେଳେ ବେଳେ ଆମେ ଯେଉଁ ଯେଉଁ ସମୟରେ ଯେଉଁ ପୂଜା ଗୁଡ଼ିକ ଦେଖୁଛୁ, ଉତ୍ସବ ଗୁଡ଼ିକ ଦେଖୁଛୁ, ସେହି ସବୁ ପୂଜା ଉତ୍ସବ ମଧ୍ୟରେ ସବୁ ସ୍ଥାନରେ, ସବୁ ପରମ୍ପରାରେ ଏକ ଏକ ଆତ୍ମା ଥାଏ। ଆଉ ସେହି ଆତ୍ମାଙ୍କ ଉଦ୍ଦେଶ୍ୟରେ, ସେହି ଭୂତ ପ୍ରେତ ଉଦ୍ଦେଶ୍ୟରେ ସେମାନେ କ'ଣ କରନ୍ତି? ଉତ୍ସର୍ଗ କରନ୍ତି। ଗାଁ ଗହଳିରେ ହେଉ କିମ୍ବା ସହରାଞ୍ଚଳରେ ହେଉ, ଏହି ପ୍ରକାର ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଅଛନ୍ତି, ଯେଉଁମାନେ କି କହନ୍ତି ଯେ ଦଶହରା ହେଉ କିମ୍ବା ଗଣେଶ ପୂଜା, କୌଣସି ଯଦି ହିନ୍ଦୁ ଭାଇ ଭଉଣୀମାନଙ୍କର ଏହି ପ୍ରକାର ପରମ୍ପରା ସମୟରେ ସେମାନେ କହନ୍ତି ଯେ ଆମେ ସିନା ବଡ଼ ଲୋକ, ଆମେ ସେହି ଦେବପ୍ରସାଦକୁ ଭୋଜନ କରିପାରିବା ନାହିଁ, କିନ୍ତୁ ଛୋଟ ପୁଅମାନେ ଭୋଜନ କଲେ କିଛି ଅସୁବିଧା ନାହିଁ, ସେମାନେ ଛୋଟ ଲୋକ, ଯାହା ମଧ୍ୟ ଖାଇଲେ ଚଳିବ। ଏହି ପ୍ରକାର ପରମେଶ୍ୱରଙ୍କର ବାକ୍ୟର ସୀମା ବାହାରେ ସେମାନେ ଯାଇ ଅନେକ ପ୍ରକାର କଥା ଗୁଡ଼ିକ କହନ୍ତି। ପ୍ରିୟ ଭାଇ ଭଉଣୀମାନେ, ଯଦି ଆଜି ପ୍ରଭୁଙ୍କର ଆଗମନ ହେବ, ସେ ଯଦି ମେଘମାଳରେ ଆସିବେ, କେବଳ ଆପଣ ମେଘମାଳରେ ଯିବେ ନା ଆପଣଙ୍କର ପୁଅ ଝିଅକୁ ମଧ୍ୟ ଆପଣ ନେଇକିନା ଯିବେ? ଆପଣ ନିଶ୍ଚିତ ଭାବରେ କହିବେ
ଯେ ମୁଁ କେବଳ ଯିବି ନାହିଁ, ମୋର ପୁଅ ଝିଅକୁ ମଧ୍ୟ ମୁଁ ନେଇକିନା ଯିବା ପାଇଁ ଚାହେଁ। ଯଦି ଆପଣ ଆପଣଙ୍କ ପରିବାର ସମସ୍ତେ ଆପଣ ରେପ୍ଚରରେ ଯିବା ପାଇଁ ଚାହାନ୍ତି, ମେଘମାଳକୁ ଯିବା ପାଇଁ ଚାହାନ୍ତି, ପ୍ରିୟ ଭାଇ ଭଉଣୀ ମାନେ, ପରମେଶ୍ୱର ଏ ଜଗତର ସମସ୍ତ ପରମ୍ପରା ରୀତିବିଧି ଅନ୍ଧକାରରୁ ଯେ ଆପଣଙ୍କୁ ମତେ ଆମ ପରିବାରକୁ ସେ ଅଲଗା କରିଛନ୍ତି, ସେଥିପାଇଁ ଆମର ପୁଅ ଝିଅକୁ ସେହି ଭୂତ ଆତ୍ମାର କାର୍ଯ୍ୟରେ ଅନ୍ଧକାରର କାର୍ଯ୍ୟରେ ଆମେ ଅଂଶୀ କରାଇବା ଉଚିତ ନୁହେଁ। ବାଇବେଲ ଆମକୁ ସ୍ପଷ୍ଟ ଭାବରେ କହେ ଯେ ଯେଉଁ ଦେବ ପ୍ରସାଦ ସେମାନେ ଉତ୍ସର୍ଗ କରନ୍ତି, ସେମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତି ନାହିଁ, ସେମାନେ ଭୂତ ଆତ୍ମା ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତି। ଦେବା ଦେବୀର ସେହି ଉଦ୍ଦେଶ୍ୟରେ ସେମାନେ କଣ କରନ୍ତି? ଉତ୍ସର୍ଗ କରନ୍ତି। ଆଉ ପରମେଶ୍ୱର ଯେତେବେଳେ ମଶାଙ୍କୁ ସେ 10 ଆଜ୍ଞା ଦେଲେ, ସେହି ସମୟରେ ସେ କହିଲେ ଯେ ଆମ୍ଭ ଛଡା ତୁମ ଦୃଷ୍ଟିରେ ଅନ୍ୟ କୌଣସି ଦେବତା ହେବ ନାହିଁ, ତୁମେ କୌଣସି ଦେବତାକୁ ପ୍ରଭୁ ବୋଲି ମାନିବ ନାହିଁ, ତାଙ୍କର ସେବା ତୁମେ କରିବ ନାହିଁ, ତାଙ୍କର ପୂଜା ତୁମେ କରିବ ନାହିଁ। ଆଉ ଯେଉଁମାନେ ଦେବପ୍ରସାଦ ଭୋଜନ କରନ୍ତି ସେମାନେ ଦେବ ପୂଜକ ଅଟନ୍ତି। ଆଉ ବାଇବେଲ କହେ ପ୍ରିୟ ଭାଇ ଭଉଣୀ ମାନେ, ଦେବ ପୂଜକ ମାନେ, ପ୍ରତିମା ପୂଜକ ମାନେ ସେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ। ସେଥିପାଇଁ ଆମେ ଖ୍ରୀଷ୍ଟଙ୍କୁ ପାଇଥିବାରୁ, ଆମେ ଖ୍ରୀଷ୍ଟଙ୍କର ବିଶ୍ୱାସୀ ଭାବରେ, ଆମେ ତାହାଙ୍କର ମନୋନୀତ ଲୋକ ଭାବରେ ଆମେ ସେଇ ଦେବ ପ୍ରସାଦକୁ ଆମେ କଣ କରିପାରିବା ନାହିଁ? ଭୋଜନ କରିପାରିବା ନାହିଁ, ଭୋଜନ କରିପାରିବା ନାହିଁ। କାରଣ ବାଇବେଲ ଆମକୁ ସ୍ପଷ୍ଟ ଭାବରେ କହେ, ଆମେ ଯଦି ଆମେ ସେଇ 10 ଅଧ୍ୟାୟ 27 ପଦ ପଢୁ, ଏହି ପଦକୁ ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ସେମାନେ ହାଲକା ଭାବରେ ନିଅନ୍ତି। ଯଦି 27 ପଦ ଆମେ ପଢିବା, ଅବିଶ୍ୱାସୀ ମାନଙ୍କ ମଧ୍ୟରୁ କେହି ଯଦି ତୁମ୍ଭମାନଙ୍କୁ ନିମନ୍ତ୍ରଣ କରେ ଆଉ ତୁମ୍ଭେ ମାନେ ଯିବାକୁ ଇଚ୍ଛା କର, ତେବେ ଯାହା କିଛି ତୁମ୍ଭମାନଙ୍କୁ ପରିବେଷଣ କରାଯାଏ ବିବେକ ସକାଶେ କିଛି ନ ପଚାରି ତାହା ଭୋଜନ କର। ସାଧୁ ପାଉଲ କରନ୍ତୀୟ ମଣ୍ଡଳୀ ନିକଟକୁ ସେଇ ପତ୍ର ଲେଖି ସେ ମଣ୍ଡଳୀର ଲୋକମାନଙ୍କୁ ସେ ସଚେତନ କରୁଛନ୍ତି। ଆଜି ମଧ୍ୟ ପରମେଶ୍ୱର ଏହି ବାକ୍ୟ ଦ୍ୱାରା ସେମାନଙ୍କୁ କହୁଛନ୍ତି ଯେ ଯାହା କିଛି ତୁମକୁ ଦିଆଯିବ, ବିଜାତି ଲୋକମାନଙ୍କର ଉତ୍ସବ, କୌଣସି ବାହାଘର ଭୋଜିରେ ଗଲ, ଯାହା କିଛି ଦେଇଦେଲେ ଆପଣମାନେ ଭୋଜନ କରିବେ। ଏହାର ଅର୍ଥ କଣ? ଆପଣ ମଦ ଦେଲେ ବି ପିଇଦେବେ, ପୁଡ଼ିଆ ଦେଲେ ବି ଚୁବେଇ ଦେବେ, ଗୁଟକା ଦେଲେ ବି ଚୁବେଇ ଦେବେ, ଆପଣ ସିଗାରେଟ ଟାଣି ଦେବେ, ଏହି କଥା ସେ କହୁନାହାନ୍ତି। ଯଦି ଆପଣଙ୍କୁ କିଛି ମାଂସ ଦେଲେ, କିଛି ଖାଦ୍ୟ ଦେଲେ, ଆପଣ ଖାଇପାରିବେ ବିବେକ ସକାଶେ କିଛି ନ ପଚାରି। ମାତ୍ର 28 ପଦରେ ସେ କଣ କହୁଛନ୍ତି? କିନ୍ତୁ କେହି ଯଦି ତୁମମାନଙ୍କୁ କହେ ଏହା ବଳି ସ୍ୱରୂପେ ଉତ୍ସର୍ଗୀକୃତ ହୋଇଅଛି, ତେବେ ଯେ ଏହା ଜଣାଇଲା ତାହା ସକାଶେ ଓ ବିବେକ ସକାଶେ ତାହା ଭୋଜନ କର ନାହିଁ। ଅନେକ এই যে দশহরা পূজা সময় বিভিন্ন সেমানଙ୍କର গণেশ পূজা এই প্রকার সময় সেমানে কহନ୍ତି যে নাহি ଏହି ପ୍ରସାଦ এই ଚଉଡ଼ାଟା ଆମେ ଆପଣଙ୍କୁ ଦେବା ପାଇଁ ଆମେ ଅନ୍ୟ ସ୍ଥାନରେ ରଖିଥିଲୁ, ଆମେ ଏହାକୁ ପୂଜା କରିନାହୁଁ। ସେମାନେ ହେଇପାରେ ଅନ୍ୟ ସ୍ଥାନ ରଖିଥିଲେ, ପୂଜା ବି କରିଥାଇ ନ ପାରନ୍ତି, ମାତ୍ର କେଉଁ ଉଦ୍ଦେଶ୍ୟରେ ତାହା ଆଣିଥିଲେ? ପ୍ରିୟ ଭାଇ ଭଉଣୀ ମାନେ, ସେମାନେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ତାହା ଉତ୍ସର୍ଗ କରନ୍ତି ନା। ଏଇଟା ଆମେ ଜାଣିବାର ଆବଶ୍ୟକ ରହିଛି। ଯେତେବେଳେ ଆମେ ସେଇ ଦେବପ୍ରସାଦର ଅଂଶୀ ହେଉ, ଆମେ ଗୋଟେ ଦେବ ପୂଜକ ହେଇଯାଉ, ସେ ଆତ୍ମା ସହିତ ଆମେ ସଂଯୁକ୍ତ ହେଇଯାଉ, ଆଉ ସେଇ ଆତ୍ମା ଆମ ଭିତରେ କାମ କରିବାର ଆରମ୍ଭ ହୁଏ। ପ୍ରିୟ ଭାଇ ଭଉଣୀ ମାନେ, ସେଥିପାଇଁ ଆମକୁ ଏହା ଧ୍ୟାନ ଦେବାର ଆବଶ୍ୟକ ରହିଛି। ଯଦି ଆପଣମାନେ ଯଦି ପୁରାତନ ନିୟମକୁ ଆସିବେ, ପୁରାତନ ନିୟମ ଦାନିଏଲଙ୍କ ବିଷୟରେ ଯଦି ଆପଣ ଦେଖିବେ, ଦାନିଏଲ 1 ଅଧ୍ୟାୟ 8 ଆଉ 9 ପଦରେ ଏଠାରେ ପ୍ରକାର ଲେଖା ଯାଉଛି, ମାତ୍ର ରାଜାର ଆହାର୍ୟ ଦ୍ରବ୍ୟରେ ଓ ତାହାର ପାନୀୟ ଦ୍ରାକ୍ଷାରସରେ ଆପଣାକୁ ଅଶୁଚି ନ କରିବା ପାଇଁ ଦାନିଏଲ ନିଜ ମନରେ ସ୍ଥିର କଲେ। ଏହେତୁ ସେ ଯେପରି ଆପଣାକୁ ଅଶୁଚି ନ କରନ୍ତି, ଏଥିପାଇଁ ସେ ନପୁସକାଧିପତିକି ନିବେଦନ କଲେ। 9 ପଦ, ସେତେବେଳେ ପରମେଶ୍ୱର ସେହି ନପୁସକାଧିପତିର ଦୃଷ୍ଟିରେ ଦାନିଏଲଙ୍କୁ ଅନୁଗ୍ରହ ଓ ଦୟାର ପାତ୍ର କଲେ। ପ୍ରଭୁଙ୍କ ନାମର ଗୌରବ ହଉ। ରାଜାଙ୍କ ସହିତ ବସି ଭୋଜନ କରିବା କେତେ ବଡ଼ ବିଷୟ ଅଟେ। ରାଜାଙ୍କ ସମ୍ମୁଖରେ ସମସ୍ତେ ବସି ପାରନ୍ତି ନାହିଁ, ତାଙ୍କ ସହିତ ବସି ଭୋଜନ କରିପାରନ୍ତି ନାହିଁ। ଆଉ ରାଜା ମାନେ ସେମାନେ ନିରାମିଷ ଖାଆନ୍ତି ନାହିଁ, ସବୁବେଳେ ସେମାନେ ଭଲ ଖାଦ୍ୟ
ମାଂସ ନହେଲେ ସେମାନେ ଖାଆନ୍ତି ନାହିଁ। ଏହିପରି ସମୟରେ ଦାନିଏଲଙ୍କୁ ଅଫର ଆସୁଛି। ଦାନିଏଲ ଯେପରି ତାଙ୍କ ସହିତ ବସିକିନା ସେ ଭୋଜନ କରିବେ, ମାନ୍ୟ ମର୍ଯ୍ୟାଦା ମିଳିବ, ଏ ପ୍ରକାର ଅଫର ଆସୁଛି। ମାତ୍ର ଦାନିଏଲ ମନା କରୁଛନ୍ତି, ନିଜ ମନରେ ସ୍ଥିର କରୁଛନ୍ତି। କାରଣ ଦାନିଏଲ ଜାଣିଛନ୍ତି ଯେ ରାଜା ଯେଉଁ ଆହାର ଖାଉଛନ୍ତି, ମୁଁ ଜଣେ ଜିହୁଦୀ ଭାବରେ, ମୁଁ ଜଣେ ସତ୍ୟ ପରମେଶ୍ୱରଙ୍କ ସେବକ ଭାବରେ ତାହା ମୁଁ ଭୋଜନ କରିପାରିବି ନାହିଁ। ଏହି କଥା ଦାନିଏଲ ସେ ଜାଣିପାରୁଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, କାରଣ ରାଜା ମାନେ ବଳି ମାଂସକୁ ଖାଆନ୍ତି। ଆପଣଙ୍କୁ ଆପଣଙ୍କ ଘର ପାଖରେ ହେଇପାରେ ଏମଏଲ ରାଜା କିମ୍ବା ମାନ୍ୟଗଣ୍ୟ ବ୍ୟକ୍ତି, ଆପଣଙ୍କ ଠାରୁ ସୁଶିକ୍ଷିତ ଯିଏ ବି ହୁଅନ୍ତୁ ନା କାହିଁକି, ଆପଣଙ୍କୁ ସେଇ ଖାଦ୍ୟ ଦେଲେ ଆପଣ ଭୋଜନ କରିପାରିବେ ନାହିଁ, ଭୋଜନ କରିପାରିବେ ନାହିଁ। ଦାନିଏଲ କହୁଛନ୍ତି, ସେ ନିବେଦନ କରୁଛନ୍ତି ଅଶୁଚି ନ କରନ୍ତି, ଏଥିପାଇଁ ସେ ନପୁଂସକାଧିପତି କି ନିବେଦନ କଲେ। କଣ ବୋଲି ନିବେଦନ କଲେ? ଆଜ୍ଞା, ମୁଁ ଆପଣଙ୍କୁ ହାତ ଯୋଡୁଛି, ମତେ କ୍ଷମା କରିବେ, ମୁଁ ଏହା ଭୋଜନ କରିପାରିବି ନାହିଁ, ମୁଁ ନିଜକୁ ଅଶୁଚି କରିପାରିବି ନାହିଁ, କାରଣ ମୋର ପରମେଶ୍ୱର ପବିତ୍ର ଅଟନ୍ତି। ସେଥିପାଇଁ ତଳକୁ ଲେଖାଯାଉଛି, ଏହି କାର୍ଯ୍ୟ ସକାଶୁ ପରମେଶ୍ୱର କଣ କଲେ? ସେ ନପୁଂସକାଧିପତିଙ୍କ ଦୃଷ୍ଟିରେ ଦାନିଏଲକୁ ସେ ଅନୁଗ୍ରହ ପ୍ରଦାନ କଲେ। ଅନୁଗ୍ରହ ପ୍ରଦାନ କଲେ। ପ୍ରିୟ ଭାଇ ଭଉଣୀ ମାନେ, ଆମେ ଜଣେ ନୂତନ ନିୟମର ଖ୍ରୀଷ୍ଟିଆନ ଭାବରେ ଆମେ କଣ କରିପାରିବା ନାହିଁ? ଆମେ ଦେବପ୍ରସାଦ ଭୋଜନ କରିପାରିବା ନାହିଁ, ଭୋଜନ କରିପାରିବା ନାହିଁ। ଏହା ବାଇବେଲ ଆମକୁ ସ୍ପଷ୍ଟ ଭାବରେ କହେ। ଯଦି 2 କରନ୍ଥୀୟ 5:17 ପଢିବେ, ଏଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି, ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ପ୍ରଭୁଙ୍କ ନାମର ଗୌରବ ହଉ। ଆମେ ମାନେ ମଧ୍ୟ ଯେଉଁ ସମୟରେ ଆମେ ସତ୍ୟ ପରମେଶ୍ୱରଙ୍କୁ ଜାଣିନଥିଲୁ, ଆମେ ମଧ୍ୟ ଦେବ ପୂଜା କରୁଥିଲୁ, ସେଇ ଦେବ ପ୍ରସାଦକୁ ଭୋଜନ କରୁଥିଲୁ। ମାତ୍ର ଧନ୍ୟ ସେ ପରମେଶ୍ୱର, ଆମ ସହିତ ସେ ପରିଚିତ ହେଲେ, ଆମକୁ ସେ ନୂତନ ସ୍ୱଭାବ ଦେଲେ, ନୂତନ ଜୀବନ ଦେଲେ, ଆଉ ଆମର ପୁରାତନ ବିଷୟ ସବୁ କଣ କଲେ? ପୂର୍ବରୁ ପଶ୍ଚିମ ଯେତେ ଦୂର ସେତେ ଦୂର ପର୍ଯ୍ୟନ୍ତ ସେ କରିଅଛନ୍ତି, ପାପର ସ୍ୱଭାବକୁ ସେ କାଢି ଅଛନ୍ତି। ସେଥିପାଇଁ ଆମେ ସେଇ ଅନ୍ଧକାରର ସହଭାଗୀ ହେବା ନାହିଁ, ଆମେ ସେଇ ମୂର୍ତ୍ତି ପୂଜା, ଦେବ ପୂଜା ଆଉ ସେ ଦେବପ୍ରସାଦର ସହଭାଗୀ ହେବା ନାହିଁ। ଏହା ପରମେଶ୍ୱର ଇଚ୍ଛା କରନ୍ତି। ସେଥିପାଇଁ ଏହା ଆମେ ଜାଣି ରଖିବା, ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଭାବରେ ଆମେ ସେ ଦେବପ୍ରସାଦକୁ ଆମେ ଭୋଜନ କରିପାରିବା ନାହିଁ। ଏହା ବାଇବେଲ ସ୍ପଷ୍ଟ ଭାବରେ ଆମକୁ କହେ। ପ୍ରଭୁ ଏ ବାକ୍ୟ ଦେଇ ଆମ ପ୍ରତ୍ୟେକଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ।